ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଦିକାଗୁଡ଼ା ଗ୍ରାମରେ ଟୋକିମରା ପର୍ବ ପାଳନ ହୋଇଛି। ଟୋକିମରା ପର୍ବ ହେଉଛି ଆଦିବାସୀମାନଙ୍କ ପାରମ୍ପରିକ ପର୍ବ। ଏହି ପର୍ବ 5 ବର୍ଷକୁ ଥରେ ପାଳନ କରାଯାଇଥାଏ। ଏଥିରେ ପ୍ରଥମେ ଗ୍ରାମର ଲୋକେ ପୂଜାରୀଙ୍କ ସହ ଝରିଗାଁ ବ୍ଲକ ଅଧୀନ ରାମସା ଗ୍ରାମର ପୂଜାରୀଙ୍କ ଘରୁ କନ୍ୟା ମାଗିବାକୁ ଯାଇ କଣ୍ଢେଇ ରୂପରେ କନ୍ୟା ଆଣି ଗ୍ରାମକୁ ଆସି ଗ୍ରାମର ପୂଜାରୀଙ୍କ ଘରେ ରଖିଥାନ୍ତି। ବାବାଗୁଡ଼ା ଗ୍ରାମରୁ ଗୁରୁମାଇନୀଙ୍କୁ ଆଣି ଗ୍ରାମର ପୂଜାରୀଙ୍କ ଘରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିଦିନ ପାରମ୍ପରିକ ବେଶରେ ଲୋକେ ସଜ୍ଜିତ ହୋଇ ପୂଜାରୀଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମକୁ ଯଥା ବେଡ୍ନି, ବେଲଝରି, ବଦଲିଗୁଡ଼ା, ଡୁମାଗୁଡ଼ା, ଧନରିଜୋଡ଼ି, ପଣ୍ଡକିଛାପରା ଆଦି ଗ୍ରାମର ପରିକ୍ରମା କରି ସିନ୍ଦିଗୁଡ଼ା ପୂଜାରୀଙ୍କ ଘରକୁ ଫେରନ୍ତି। ଏହି ପର୍ବର ଆଜି ହେଉଛି ଶେଷ ଦିନ। ଏହି ଶେଷ ଦିନରେ ଗ୍ରାମବାସୀ ଏକ ମେଣ୍ଢା ଆଣି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ତାକୁ ଛାଡ଼ି ଦେଇଥାନ୍ତି। ନବରଙ୍ଗପୁର ଜିଲ୍ଲା ଗୋଟିଏ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଏଭଳି ଅନେକ ପାରମ୍ପରିକ ପର୍ବର ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରୁନାହିଁ। ନବରଙ୍ଗପୁରରୁ ମୀର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।